सामनाକୁ ଆସିଲା ବଡ଼ ଖବର। ଦର୍ଶକ ବନ୍ଧୁ, ନରେନ୍ଦ୍ର ମୋଦି ଘୋଷଣା କରିବାକୁ ଯାଉଛନ୍ତି ଓଡ଼ିଶାର ବିଜେପି ସରକାର କିଏ ହେବ। ଆପଣମାନେ ତ ଜାଣିଥିବେ, ଓଡ଼ିଶା ବିଧାନସଭାରେ ବିଜେପି ପ୍ରାର୍ଥୀ ବହୁ ପରିମାଣରେ ଜିତିଛନ୍ତି। ବିଜେଡି ବହୁ ପରିମାଣରେ ବିଧାନସଭା ସହିତ ଏମ୍ପି ସିଟ୍ ମଧ୍ୟ ହରାଇଛି। ଏବେ ପ୍ରଶ୍ନ ଉଠୁଛି, ନରେନ୍ଦ୍ର ମୋଦି କାହାକୁ କରିବେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଏଥର ଓଡ଼ିଶାରେ ବିଜେପି ସରକାର କରିବ ଏବଂ ଜୁନ୍ 10 ତାରିଖରେ ଶପଥ ଗ୍ରହଣ କରିବ। ଏହି କଥାଟି ଆଜି ସମ୍ପୂର୍ଣ୍ଣ ସତ ହୋଇଛି। ଓଡ଼ିଶାବାସୀ ପ୍ରମାଣ କରି ଦେଖାଇଛନ୍ତି। ସେପଟେ ଦେଖିବାକୁ ଗଲେ ବିଜେଡି ଏଥର ଆଉ ଶାସନ କରିବାରେ ସକ୍ଷମ ନାହିଁ। 25 ବର୍ଷ ଶାସନ କରୁଥିବା ବିଜେଡି ଏବେ ତାର ମେରୁଦଣ୍ଡ ଭାଙ୍ଗି ଯାଇଛି। ଭୋଟର କହିଥିଲେ ଏଥର ପରିବର୍ତ୍ତନ କରିବା ପାଇଁ ଏବଂ କରିକି ଦେଖାଇଛନ୍ତି ପରିବର୍ତ୍ତନ। ବିଜେପି ବିଧାନସଭା ସିଟ୍ରେ ଆଗୁଆ ଏବଂ ଏମ୍ପିରେ ମଧ୍ୟ ବହୁ ପରିମାଣରେ ଆଗୁଆ। ସେଥିଲାଗି ଜୁନ୍ 10ରେ ସରକାର ଗଢ଼ିବ ବିଜେପି। ଲୋକ ଭାବୁଛନ୍ତି ସୁରଜ ସୂର୍ଯ୍ୟବଂଶୀଙ୍କୁ ଏଥର ମୋଦି ମୁଖ୍ୟମନ୍ତ୍ରୀ ପଦବୀ ଦେଇପାରନ୍ତି। ଏହା ଲୋକଙ୍କ ମନରେ ପ୍ରଶ୍ନ। ଦେଖାଯାଉ କେତେ ଦୂର ଏହା ସତ୍ୟ ହେଉଛି। କିନ୍ତୁ ବିଜେପି ସରକାର କରିବା ହୋଇଗଲା ଫାଇନାଲ। ହଁ ଦର୍ଶକ ବନ୍ଧୁ, ଆପଣ ତ ନିହାତି ଜାଣିଥିବେ ଜୁନ୍ 10 ତାରିଖରେ ମାନ୍ୟବର ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହାକୁ ବି ହେଉ, ସୁରଜ ସୂର୍ଯ୍ୟବଂଶୀ ହେଉ କିମ୍ବା ଭଲ ପ୍ରାର୍ଥୀ ଗୋଟେ ଦେଖି ସେ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କୁ ପଦବୀ ଦେବେ। ଦର୍ଶକ ବନ୍ଧୁ, ଆଜି ପାଇଁ ଖବର ଏତିକି। ରହିଲି, ନମସ୍କାର।